ଅସଂଖ୍ୟ ମହିମା ସଦା ତାଙ୍କ କର ତାଙ୍କ ଆରାଧନା। ପ୍ରିୟ ଶ୍ରୋତା ବନ୍ଧୁ, ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ପବିତ୍ର ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ହିତୋପଦେଶ ପୁସ୍ତକ 6 ଅଧ୍ୟାୟରେ ଈଶ୍ୱର ଘୃଣା କରୁଥିବା କେତେକ ବିଷୟର ସୂଚୀ ରହିଛି। ଏହି ଅଧ୍ୟାୟର 18 ପଦରେ ଆମେ ପାଠ କରୁ, ଅନିଷ୍ଟ ଚିନ୍ତକ ଅନ୍ତଃକରଣ, କୁକର୍ମ କରିବାକୁ ବେଗଗାମୀ ଚରଣ। ଗତ ଭାଗରେ ଆମେ ଅନ୍ତଃକରଣ ଓ ବ୍ୟବହାର ମଧ୍ୟରେ ଗଭୀର ସମ୍ପର୍କକୁ ଦେଖିଲୁ। ଯଦି କାହାର ଅନ୍ତଃକରଣ ଅନିଷ୍ଟ ଚିନ୍ତକ ହୋଇଥାଏ, ତେବେ କୁକର୍ମ କରିବାକୁ ସେ ତରବର ହୋଇଥାଏ। ଏହାର ବିପରୀତରେ ଦୁଷ୍ଟମାନେ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କୁ କ୍ରୁଶରେ ଚଢ଼ାଇବାକୁ ଏବଂ ତାଙ୍କୁ ହତ୍ୟା କରିବାର ଯୋଜନା କଲେ। ମାତ୍ର ସେହି ଧାର୍ମିକ ପ୍ରଭୁ ଯୀଶୁଖ୍ରୀଷ୍ଟ ଆପଣା ଅନ୍ତଃକରଣରେ ଅନ୍ୟମାନଙ୍କର ମଙ୍ଗଳର ଯୋଜନା କରି ଆସିଥିଲେ ଓ ପୃଥିବୀରେ ମାନବ ଜନ୍ମ ନେବା ମନୁଷ୍ୟମାନଙ୍କ ମଙ୍ଗଳ ନିମନ୍ତେ ଈଶ୍ୱରଙ୍କର ମହାଯୋଜନା ଥିଲା। ଏହା ସମ୍ବନ୍ଧରେ ପ୍ରଭୁ ଯୀଶୁ ବାରମ୍ବାର କହୁଥିଲେ। ସର୍ବପ୍ରଥମେ ସେ କହିଲେ, କାରଣ ଯାହା ହଜିଅଛି ତାହା ଖୋଜି ରକ୍ଷା କରିବା ନିମନ୍ତେ ମନୁଷ୍ୟ ପୁତ୍ର ଆସିଅଛନ୍ତି। ତାହାଙ୍କ ସମ୍ବନ୍ଧରେ କୁହାଯାଇଅଛି, ଯେଣୁ ଜଗତର ବିଚାର କରିବା ନିମନ୍ତେ ଈଶ୍ୱର ଆପଣା ପୁତ୍ରଙ୍କୁ ଜଗତକୁ ପ୍ରେରଣ ନ କରି ଜଗତ ଯେପରି ତାହାଙ୍କ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହୁଏ, ଏଥିପାଇଁ ତାହାଙ୍କୁ ପ୍ରେରଣ କଲେ। ଜଗତକୁ ତାହାଙ୍କର ଆସିବାର ମୁଖ୍ୟ ଉଦ୍ଦେଶ୍ୟ ପ୍ରକାଶ କରି ସେ ଆପେ କହିଲେ, କାରଣ ମନୁଷ୍ୟ ପୁତ୍ର ମଧ୍ୟ ସେବା ପାଇବାକୁ ଆସିନାହାନ୍ତି, ମାତ୍ର ସେବା କରିବାକୁ ଓ ଅନେକଙ୍କ ନିମନ୍ତେ ମୁକ୍ତିର ମୂଲ୍ୟ ସ୍ୱରୂପେ ଆପଣା ପ୍ରାଣ ଦେବାକୁ ଆସିଅଛନ୍ତି। ସେ ଆହୁରି କହିଲେ, ସେମାନେ ଯେପରି ଜୀବନ ପାଆନ୍ତି ଓ ପ୍ରଚୁର ଭାବରେ ପାଆନ୍ତି, ଏଥି ନିମନ୍ତେ ମୁଁ ଆସିଅଛି। ମାନବ ଜାତି ପ୍ରତି ତାହାଙ୍କ ପ୍ରେମ ଏତେ ଗଭୀର ଥିଲା ତଥା ମନୁଷ୍ୟମାନଙ୍କ ନିମନ୍ତେ ମୃତ୍ୟୁଭୋଗ କରିବାକୁ ସେ ଏତେ ଦୃଢ଼ ଥିଲେ ଯେ ଏହା ସମ୍ବନ୍ଧରେ କୁହାଗଲା, ସମୁଦାୟ ମାନବ ଜାତି ବିନଷ୍ଟ ନ ହୋଇ ଲୋକ ସାଧାରଣଙ୍କ ନିମନ୍ତେ ଜଣେ ମରିବା ତୁମ୍ଭମାନଙ୍କ ପକ୍ଷରେ ମଙ୍ଗଳଜନକ। ଯେତେବେଳେ ସେ ମୃତ୍ୟୁ ବିଷୟ କହିଲେ, କେବଳ ସେତିକି ନୁହଁ, ବରଂ ପ୍ରକୃତରେ ମୃତ୍ୟୁଭୋଗ କଲେ, ପୁଣି ତୃତୀୟ ଦିନରେ ପୁନରୁତ୍ଥିତ ହେଲେ। ଆମମାନଙ୍କର ମଙ୍ଗଳ ଚିନ୍ତକ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ଆପଣ ମଧ୍ୟ ଯେପରି ପ୍ରଚୁର ଜୀବନ ଲାଭ କରିବେ, ଏଥିପାଇଁ ଈଶ୍ୱର ଆପଣଙ୍କୁ ସାହାଯ୍ୟ କରନ୍ତୁ।